জীবনে আসিলু তু একই প্রেম রঙ্গ নেই विश्वास नथिला जो रंगर से रंग देलु बोली एका एका बाट चालुथिबी मु चालू चालू झुंटी पड़ुथिबी मु तो आसी हाथ धरी नेलु मते तो निजर करी नेलु कोठी थिलु रे तू तते ही खोजुथिली मु जगन्नाथ सांग मैंने शुभ सकाल आज दारिंगबाड़ी में आमर हूँ द्वितीय दिन एबे टाइम हो पाखापाखि 9टा एबे आम रूम होटेल रू चेकआउट करूँ टाइम थिला 9टा थिला चेकआउट करा टाइम हो एबे आम होटेल रू बाहर आ चलतु जीवा दारिंगबाड़ी किसी जगह बुलवा तापर चलन जीवा तो सांग मैंने जमी आप देख पाथे होटेल आम बाहरी पड़लु एबे जाऊँ डेस्टिनेशन हूँ कॉफी गार्डन और पाइन फॉरेस्ट चलन जीवा देखा केमती कौन है कॉफी गार्डन और पाइन फॉरेस्ट चलन से जाके देखा मैंने काली आम जमी जाइए हिल व्यू पार्क आउ बटरफ्लाई पार्क ये जाइए राइट साइड की एबे कॉफी गार्डन आउ पाइन फॉरेस्ट हूँ लेफ्ट साइड राइट की गले आप हिल व्यू पार्क बटरफ्लाई पार्क पाइबे और लेफ्ट साइड गले आप पाइबे कॉफी गार्डन आउ पाइन फॉरेस्ट तो फाइनाली हम आसिक पहुंची जाइए देखिए यहाँ हूँ कॉफी बगीचार एंट्री दारिंगबाड़ी जमी देखि पारे आम ए पहुंची जाइए कॉफी गार्डन आगे कॉफी गार्डन एंट्रांस के एमती दृश्य देखिए यहाँ हूँ कॉफी गार्डन कॉफी बजा दारिंगबाड़ी आप बाहर गोटे जिन देखिए ये सब प्रकार आम देसी मसला सब जो सब देसी मसला अच्छी हलदी जाई सबकि बिका हो चाहिए आसिक नहीं पारे सब किसी देसी कौन सी मिलावट ना देसी प्रक्रिया आम मटी जोटा बाहर सेटा ही देखिए हलदी जाई सबकि माने गोलमरीच जीरा सरिष सबकि आसले आप लेकिन जापारे तो चलतु जीवा कॉफी बजा एंट्री करवा तो सांग मैंने एंट्री करवा कॉफी बजा के एंट्री जिनस तो प्रथम आपको टिकेट करा पड़ो देखा टिकेट प्राइस के रखुच्छी के रोज ना गोटे टिकेट 10 टंका 2टा दे दियो तो आप गोटे टिकेट काटा पड़ो 10 टंकार कॉफी गार्डन दारिंगबाड़ी तापर आप एंट्री करेंगे चलो देखिए भर केमती कौन दूसरा कॉफी गार्डन कॉफी बगीचा
ଏଇଟା କଣ ଗୋଟେ ଗଛ ଶିଲଗ କଣ ଏମିତି ଗଛ ଗୋଟେ କିଛି। ହଁ ଦେଖିପାରୁଥିବେ ଏଇଟା ହଉଛି ପାଇନ୍ ଟ୍ରି ଗୋଟେ ଗଛ ଅଛି। ଦେଖିବା ଏଇଟା କଫି ଗଛ। ଏଇଟା କଫି ଗଛ, କଫି କାଇଁ ଏ ଭାଇ ଏପଟେ ଗୋଟେ କଫି ମଞ୍ଜି କାଇଁ ଦେଖିପାରୁଥିବେ ସବୁ ତ ଖାଲି ବଡ ବଡ ଗଛ ଖାଲି, କିନ୍ତୁ କଫି ଗଛ କୋଉଟା ମୁଁ ଚିହ୍ନି ପାରୁନି ଏଯାଏ। ଚାଲନ୍ତୁ କିଏ ଥିବ ତାକୁ ପଚାରିବା। ଫଳ କାଇଁ ଏ କଫି କଫି ଚାଲନ୍ତୁ ଦେଖିବା ଗୋଟେ କଫି ଏଇଠି। ଦେଖିପାରୁଥିବେ ସାଙ୍ଗମାନେ ଏଇଟା ହଉଛି ଏଇଠି କଫି ଗଛ। କଫି ଦେଖନ୍ତୁ ଏଇଟା ହଉଛି କଫି ମଞ୍ଜି। ସାଙ୍ଗମାନେ ଦେଖିପାରୁଥିବେ ଏଇଟା ହଉଛି କଫି ମଞ୍ଜି। ଦେଖନ୍ତୁ କୋଉ ଭଳିଆ ହେଇଛି, ଦେଖିପାରୁଥିବେ ଏଇଟା ହଉଛି କଫି ମଞ୍ଜି। ତା ଭିତରୁ ଏଇଟା ଶୁଖିନି, କଞ୍ଚା ଅଛି ଏବେ। ଏଇଟା ପୁରା କଞ୍ଚା ଅଛି, ଏଇଟା ଆଉ ଟିକେ ଶୁଖିଛି ଆଉ ଦେଖିଦିଅନ୍ତୁ ଶୁଖିଲା କଫି ଦେଖିଦିଅନ୍ତୁ, ମାନେ କଫି ଯୋଉଟା ପୁରା ହେଇ ଆସିଲାଣି, ପୁରା ହେଇଛି ବହୁତ ସାରା। ଦେଖିଦିଅନ୍ତୁ ଏଇଟା କଫି ଗଛ ଆଉ। ହଉ ଚାଲନ୍ତୁ ଯିବା। ହଁ ଏପଟେ ଟିକେ କଫି ହେଇଛି ଠିକ ଠାକ ଭଲ ଭାବରେ, ସେପଟେ ନଥିଲା ସେମିତି। ଦେଖିଦିଅନ୍ତୁ ଏଇଠି କଫି ଯୋଉ ଶୁଖି ଯାଇଛି, ଆଉ କିଛି କଞ୍ଚା ଅଛି। କଫି ଏଇ ଦେଖନ୍ତୁ କଫି ମଞ୍ଜି ବାହାରିଲା ତା ଭିତରୁ। କିଡସ୍ ଜୋନ୍ ଗୋଟେ ଅଛି, ଦାରିଙ୍ଗବାଡି କ୍ୟାଫେ ଆଉ କିଡସ୍ ଜୋନ୍। ବସିବା ପାଇଁ ବି ଲୋକମାନଙ୍କ ପାଇଁ ସୁବିଧା ରହୁଛି ସବୁ। ସାଙ୍ଗମାନେ ଦେଖିପାରୁଥିବେ ଆମେ ଏବେ କଫି ଗାର୍ଡେନ ଭିତରେ ଅଛୁ। ତ ଏପଟେ ଗୋଟେ ଦାରିଙ୍ଗବାଡି କ୍ୟାଫେ ଅଛି, ଆଉ ଗୋଟେ କିଡସ୍ ଜୋନ୍ ଗୋଟେ ଅଛି, ମାନେ ପିଲାମାନଙ୍କ ପାଇଁ ଖେଳିବା ପାଇଁ ସ୍ଥାନ ଅଛି। ଦେଖିଦିଅନ୍ତୁ ଏଇଟା ହଉଛି ସେ ଜାଗା, ଦାରିଙ୍ଗବାଡି କ୍ୟାଫେ ଆଉ କିଡସ୍ ଜୋନ୍। ଏପଟେ କଫି ଗଛ ବୋଧେ କି କଣ ସବୁ ଲଗା ହଉଛି, ଚାରା ଗୁଡା ସବୁ ଅଛି। ଏଗୁଡା କଣ କଫି ଗଛ? ତ ଦେଖିପାରୁଥିବେ ସବୁର ଚାରା ଗୁଡା ଏଠି ଲଗା ହଉଛି, ତାପରେ ଯାଇକି ସେଠି ବାହାରେ ତାକୁ କରାହଉଛି। ଏମିତି କିଛି ଦୃଶ୍ୟ ଅଛି। ତ ଚାଲନ୍ତୁ ଯିବା ଆଗକୁ ଦେଖିବା କଣ ହଉଛି। ଚାଲନ୍ତୁ ସାଙ୍ଗମାନେ ଯିବା। କିଛି ଏମିତି ଦୃଶ୍ୟ ଥିଲା କଫି ବଗିଚାର। ଏ ଭିତରେ ଆବେ ବ୍ଲାକ୍ ପେପର ବି ଅଛି ରେ, ମାନେ ଯୋଉ ଗୋଲମରିଚ ସେଟା ବି ଅଛି ଏ ଭିତରେ। କଫି ଆଉ ବ୍ଲାକ୍ ପେପର ମିଶିକି ସବୁ ଅଛି, ଖାଲି କଫି ନୁହଁ। ଚାଲନ୍ତୁ ଯିବା। ବ୍ଲାକ୍ ପେପର ଟା କୋଉଠି ଆମେ ପାଇଲୁନି, ଲୋକଙ୍କୁ ପଚାରିଲେ କହିଦେବେ। ହଉ ଚାଲନ୍ତୁ ଯିବା ସାଙ୍ଗମାନେ। କଫି ବଗିଚା ବୁଲିବା ସରିଲା, ପାଇନ୍ ଫରେଷ୍ଟ ଚାଲନ୍ତୁ ଦେଖିବା କେମିତି କଣ ଅଛି। ତ ସାଙ୍ଗମାନେ ଆମେ ଏବେ ଥିଲୁ କଫି ବଗିଚା ସାମ୍ନାରେ। ଭୋକ ବି ଟିକେ ଲାଗିଲାଣି, ସକାଳୁ କିଛି ଖାଇନୁ। ଏଠି ପାଖରେ ଟିକେ ଜଳଖିଆ ଦୋକାନ ଗୋଟେ ଅଛି, ଚାଲନ୍ତୁ ଟିକେ ଖାଇ ଦେଇକି ତାପରେ ଯିବା। ଆମେ ଏବେ କଫି ବଗିଚାରୁ ବାହାରିଲୁ ପାଇନ୍ ଫରେଷ୍ଟ ଆଡେ। ପାଇନ୍ ଫରେଷ୍ଟ ଏଠୁ 2.4 କିଲୋମିଟର ଦେଖଉଛି। ଚାଲନ୍ତୁ ଦେଖିବା ପାଇନ୍ ଫରେଷ୍ଟ କେମିତି କଣ ଅଛି। ଦେଖିପାରୁଥିବେ ସାଇଡ୍ ଭିଉ କିଛି ଏମିତି ଅଛି। ତ ଆଉ ରହିଲା 1 କିଲୋମିଟର, ଚାଲନ୍ତୁ ଯିବା। ମାନେ ଗଛ ଗୁଡା ସବୁ ବଡ ବଡ ହେଇକି ଦିପଟ ହେଇକି ଅଛି ଆଉ, ସେଟା ଟିକେ ଇଏ ଲାଗୁଛି ଆଉ। ଆମପଟେ ବି ଅଛି ଆଜ୍ଞା। ପାଇନ୍ ଫରେଷ୍ଟ ବେଶୀ ସମୟ ରହିବାନି, କାରଣ ଅଲରେଡି 10ଟା ହେଇଗଲାଣି।
ଯିବାକୁ ପଡ଼ିବ ଅଲଗା ସବୁ ବହୁତ କିଛି ଅଛି ଅଳ୍ପ ଟିକେ ଦେଖି ଦେଖି ପଳେଇବା ଝାଉଁବଣ ନା ଶାଳ ଆମେ ଆସିକି ପହଞ୍ଚିଗଲୁ ବୋଧେ ପାଇନ୍ ଫରେଷ୍ଟ ଭିତରେ ହଁ ଏଇଟା ତ ଦେଖିପାରୁଥିବେ କିଛି ଦୃଶ୍ୟ ଏମିତି ଅଛି ଚାଲ ଦେଖିବା ଆଗରେ କେମିତି କଣ ୱାଓ এইটা ফটো শট পয়েন্টটা ଆଉ ଏଇଠି ସମସ୍ତେ ପ୍ରାୟ ଫଟୋ ଉଠେଇକି ଛାଡ଼ନ୍ତି ଦେଖିପାରୁଥିବେ କିଛି ପର୍ଯ୍ୟଟକ ବି ଆସୁଛନ୍ତି ଚାଲ ଦେଖିବା ଗାଡ଼ି ଭିତରୁ ପୁରା ଚାଲ ଏଟା ହେଉଛି ପାଇନ୍ ଫରେଷ୍ଟ ଚାଲ ଦେଖିବା ଭିତରେ କାଣା ଅଛି ଗୋ ସାଙ୍ଗମାନେ ଏଇଟା ହଉଛି ପାଇନ୍ ଫରେଷ୍ଟ ଏଠି ଆପଣ ମାନେ ନହେଲେ ଫ୍ୟାମିଲି ସହିତ ଆସିକି ହଉ ସାଙ୍ଗସାଥି ହଉ ଯିଏ ବି ହଉ ଏଠି ଆସିକି ମାନେ ଭୋଜି ଭାତ କରିକି ଖାଇପାରିବେ ମାନେ ସବୁ ଟୁରିଷ୍ଟ ଦାରିଙ୍ଗବାଡ଼ିରେ ପ୍ରାୟ ଏଠିକି ହିଁ ଭୋଜି କରିବାକୁ ଆସିଥାନ୍ତି ଏଠି ସେଠି ଗୋଟେ ଭୋଜି ବି ଚାଲିଛି ସେଠି ଏବେ ମାନେ ଭଲ ଜାଗାଟା ପ୍ରାୟ ସବୁଆଡ଼େ ମାନେ ଫୁଲି ହେଇକି ଅଛି ମାନେ ବହୁତ ସାରା ଭୋଜି ହେଉଛି ଏଠି ଫିଷ୍ଟ କରିବା ପାଇଁ ବହୁତ ଭଲ ଜାଗାଟା ଛାଇ ଜାଗାଟା ଆପଣ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ବି ନେଇପାରିବେ ଆଉ ବହୁତ ସାରା ମାନେ ଏଠି ଭୋଜି କରିବା ପାଇଁ ବହୁତ ଲୋକ ଆସିଥାନ୍ତି ଆମର ତ ଏଇନେ କରିବା ନାହିଁ 2 ଜଣ ଆସୁଛୁ କ'ଣ ଆପଣ ଯେବେବେଳେ ବି ଆସିପାରିବେ ଏଠି ଆପଣ ଭୋଜି କରି ଖାଇପାରିବେ ବହୁତ ଭଲ ଜାଗା ଅଛି ଭୋଜି କରିବା ପାଇଁ ସବୁଆଡ଼େ ବି ଚୁଲି ହେଇଯାଇଛି ମାନେ ପର୍ଯ୍ୟଟକ ମାନେ ଆସି କରିଦେଇଛନ୍ତି ଭିଉ ତ ବହୁତ ଭଲ ଅଛି ଦେଖିପାରୁଥିବେ କୋଉ ଭଳିଆ ଭିଉ ଅଛି ପୁରା ଜବରଦସ୍ତ ଭିଉ ହଉ ଚାଲନ୍ତୁ ଯିବା ଦେଖିବା ଆଗକୁ ଏଇ ରାସ୍ତାରେ ପଡ଼ିବ ଆପଣଙ୍କୁ ପଙ୍ଗାଲି ୱାଟରଫଲ୍ ପଡ଼ିଯିବ ଆଉ ମିଦୁବନ୍ଧା ୱାଟରଫଲ୍ ପଡ଼ିଯିବ ଚାଲନ୍ତୁ ଦେଖିବା ସେଟା କେମିତି ହେଇଛି ଦେଖିକି ଆସିବା ଚାଲନ୍ତୁ জীবনে আসিলু তু একই প্রেম রঙ্গ নেই বিশ্বাস নথিলা যৌ রঙ্গর সেই রঙ্গ দেলু বলি একা একা বাট চালুথিলি মু চালু চালু ঝুঁটি পড়ুথিলি মু তু আসি হাত ধরিলেলু মতে তো নিজর করিলেলু কোউঠি থিলু রে তু